ଲୋକସଭା ଭବନରୁ ସ୍ୱାମୀଜୀଙ୍କର ହତ୍ୟାକାଣ୍ଡର ତଦନ୍ତ ଫାଇଲ ହଜିବା ଇଏ କୌଣସି ସାଧାରଣ ଅବହେଳା ନୁହେଁ। ଏହା ଥିଲା ଏକ ସୁଚିନ୍ତିତ ସାଂଘାତିକ ଷଡ଼ଯନ୍ତ୍ର, ଯାହାକି ଆମ ସରକାର ଉଜାଗର କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ଫାଇଲ ହଜିବାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ମଧ୍ୟ ଦିଆଯାଇଛି। ଆଜି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ, ଓଡ଼ିଶାର ମୁଖ୍ୟ ସେବକ ଭାବେ ଏହି ପବିତ୍ର ମଞ୍ଚରୁ ଆପଣମାନଙ୍କୁ ଏବଂ ଓଡ଼ିଶାର 4.5 କୋଟି ଜନସାଧାରଣଙ୍କୁ ଦୃଢ଼ ଆଶ୍ୱାସନା ଦେଉଛି, ନିଶ୍ଚିତ ଭାବେ ସତ୍ୟର ଉନ୍ମୋଚନ ହେବ। ଆମ ସରକାର କାହାରିକୁ ଛାଡ଼ିବେ ନାହିଁ। ଯେଉଁମାନେ ଏହି ହତ୍ୟାକାଣ୍ଡ ପଛରେ ରହି ଷଡ଼ଯନ୍ତ୍ର ରଚିଛନ୍ତି ସେମାନଙ୍କର ପ୍ରକୃତ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାକୁ ନିଶ୍ଚିତ ଭାବରେ ଆସିବ। ସ୍ୱାମୀଜୀଙ୍କର ବଳିଦାନ ବୃଥାଯିବ ନାହିଁ। ଆମ ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ସ୍ମୃତି, ତାଙ୍କର ଆଦର୍ଶ ଏବଂ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। A home built not just for living, but for feeling. All Trade Constructions, built with care, made for life.